ପ୍ରତ୍ୟେକ ଦିନ ମଣିଷ ସକାଳୁ ଉଠିଥାଏ କିଛି ନୂଆ ଚିନ୍ତାଧାରା ନେଇ। ଆଜି କ'ଣ କରିବି, ଆଜି କେଉଁଠିକି ଯିବି, ଆଜି କେତେ ପଇସା ଇନକମ୍ କରିବି, ଘରୁ କେତେବେଳେ ଫେରିବି, କ'ଣ ଖାଇବି। ମଣିଷ ସେଜ ତ୍ୟାଗ କରିବା ଠାରୁ ସେଜକୁ କଲା ପର୍ଯ୍ୟନ୍ତ ଗୋଟିଏ ଜିନିଷ, ଟେନସନ୍ ଟେନସନ୍ ଟେନସନ୍। ଚାଲନ୍ତୁ ଆମେ ଏଇ ଟେନସନ୍କୁ ନେଇ ଗୋଟିଏ ଗପ ଶୁଣିବା ନା? ନିଶ୍ଚୟ ଶୁଣନ୍ତୁ। ଟେନସନ୍। ଏକଦା କ'ଣ ହେଲା, ଜଣେ ରାଜା ନିଜ ପଟୁଆର ନେଇ ହାତୀରେ ନଗର ପରିକ୍ରମା କରୁଥିଲେ। ସେହି ସମୟରେ ହଠାତ୍ କ'ଣ ହେଲା, ଗୋଟେ ବାଟରେ ଜଣେ ଫକୀର ବା ଜଣେ ଭିକାରୀ ସେ କ'ଣ ରାସ୍ତାରେ ବସି ଖାଉଥିଲା, ରାସ୍ତା କଡ଼ରେ ବସି ଖାଉଥିଲା। ରାଜାଙ୍କୁ ଦେଖି ସେ ପ୍ରଣାମ କଲା। ରାଜା ସେଇ ତା ପାଖ ଦେଇକି ଚାଲିଗଲେ। ସେତେବେଳେ କ'ଣ ହେଲା, ହାତୀ ତା ଶୁଣ୍ଢକୁ ଏପଟ ସେପଟ କରି ହଲାଉଥିଲା। ଯେଉଁ ଭିକାରୀ ଜଣକ ଖାଉଥିଲା ତା ଥାଳିରେ ତା ଶୁଣ୍ଢଟି ବାଜି ତାର ଖାଦ୍ୟ ଦିଗ ତଳେ ପଡ଼ିଗଲା, ଯଦ୍ୱାରା କି ଭିକାରୀ ଭିତରେ ରାଗ ପଶିଗଲା। ଖାଦ୍ୟଟା ପଡ଼ିଗଲା ନା, ସେ କ'ଣ କଲା, ରାଗରେ ଯାଇକି ସେ ହାତୀର ଲାଙ୍ଗୁଡ଼କୁ ଭିଡ଼ିକି ଧରିଲା। ହାତୀ ପଦେ ଆଉ ଚମକି ପାରିଲା ନାହିଁ। ରାଜା କହିଲା, ଆରେ କ'ଣ ହାତୀ ଯାଉଥିଲା, ଏବେ କ'ଣ ଯାଉନାହିଁ, ଅସୁବିଧା କ'ଣ ହେଲା? ସେ ଦେଖନ୍ତି ସେ ଭିକାରୀଟି ହାତୀର ଲାଙ୍ଗୁଡ଼କୁ ପୁରା ଜୋର ଜବରଦସ୍ତ ଧରିଛି ଏବଂ ରାଗରେ ସେ ପୁରା ତମତମ ହୋଇଯାଉଛି। ରାଜା ଦେଖିଲେ ଏବଂ ସେଠି ଓହ୍ଲେଇକି ଆସିଲେ। କହିଲେ, ଆରେ ତୁମେ କ'ଣ କରୁଛ? ହାତୀକି ତୁମେ ଅଟକେଇ ଦେଇଛ? ତୁମେ ଗୋଟେ ସାଧାରଣ ଭିକାରୀ, ତୁମେ ହାତୀକି ଅଟକେଇ ଦେଇଛ? ତୁମ ପାଖରେ ଏତେ ବଳ? ତୁମର କାମ ଏଠି ନୁହେଁ, ତୁମର କାମ ଚାଲ ରାଜଦରବାରକୁ ଯିବ। ମୁଁ ସେଠି ତୁମକୁ ଭଲ କାମ ଦେବି। ତୁମେ ଏତେ ବଳବାନ ଲୋକ, ତୁମେ ରାସ୍ତା କଡ଼ରେ ବସିବା ଉଚିତ ନୁହଁ। ରାସ୍ତା କଡ଼ରେ ରହିଲେ ତୁମେ ଶୋଭା ପାଇବନି। ରାଜା ତାପରେ ସେ ଭିକାରୀକୁ ରାଜଦରବାରକୁ ନେଇଗଲେ ଏବଂ ଭିକାରୀ କହିଲା, ଆଜ୍ଞା, ମୋତେ ଦୈନିକ ଖାଇବାକୁ ବି ଦରକାର, ଆପଣ ଯାହା କହିବେ ମୁଁ ସେୟା କରିବି। ସେ ଠିକ୍ ଅଛି, ତୁ ଦୈନିକ ଯାହା ଖାଇବୁ ତୁ ଦିଆଯିବ, ଚାଲ ମୋ ରାଜଦରବାରକୁ ଚାଲ। ରାଜଦରବାରକୁ ଗଲେ ଏବଂ ତାକୁ ଦାୟିତ୍ୱ ଦେଲେ ପ୍ରତିଦିନ ପ୍ରାତଃରୁ ଦୀପ ସେ ଲଗାଇବ ଏବଂ ଆଳତି କରିବ। ତାର କାମ ଏତିକି, ଆଉ କିଛି କାମ ନାହିଁ। ସେ ଭିକାରୀଟା ଖୁସି ହେଇଗଲା, କହିଲା, ଆରେ ଏଇ ଛୋଟିଆ କାମ ଠିକ୍ ଅଛି, ଏଇଟା ତ ମୋର ବାଁ ହାତିକା କାମ, ମୋ ଚୁଟକିର କାମ, ମୁଁ ତ କରିଦେବି ଆରାମସେ। ଭିକାରୀ ଗଲା, ଭିକାରୀକୁ ଭଲ ବସ୍ତ୍ର ଦିଆଗଲା ଏବଂ ତାକୁ ଯାହା ଦାୟିତ୍ୱ ଦରକାର ଦାୟିତ୍ୱ ତାକୁ ଦିଆଗଲା। ସେ ପ୍ରତ୍ୟେକ ଦିନ ସେଇ କାମ କରେ। ପ୍ରତ୍ୟେକ ଦିନ ଭଲ ଭୋଜନ କରେ ଏବଂ ରାତିରେ ଶୟନ କରେ ଏବଂ ସକାଳୁ ତା'ର ଦୀପାବଳି କାର୍ଯ୍ୟକ୍ରମ କରେ। ଏହିପରି ଭାବେ ସଦାବେଳେ ଚାଲିଲା। ଏକଦା ଜଣେ ଅଲଗା ରାଜ୍ୟର ରାଜା ସେ ରାଜ୍ୟକୁ ଆସିଥିଲେ। ରାଜାଙ୍କ ସହିତ କଥୋପକଥନ ହେଲା। ରାଜା ପୁଣି ସେଇ କଥା ତାକୁ କହିଲେ, ମୋ ରାଜ୍ୟର ସୈନ୍ୟମାନେ କ'ଣ ବଳଶାଳୀ? ମୋ ରାଜ୍ୟର ଗୋଟିଏ ଭିକାରୀ ସୈନ୍ୟମାନଙ୍କଠୁ ଆହୁରି ବଳଶାଳୀ। ନା କେମିତି? ନା ରାଜା କହିଲେ, ଯେମିତି ଯାଉଥିଲେ ଏମିତି ଯାହା ଘଟଣା ଘଟିଥିଲା କହିଲେ। ସେ ଭିକାରୀଟା ହାତୀ ଲାଙ୍ଗୁଡ଼କୁ ଏତେ ବଳ ତା ପାଖରେ, ହାତ ଲାଙ୍ଗୁଡ଼କୁ ଧରିକି ସେ ହାତୀକି ଅଟକାଇ ଦେଇଥିଲା। ଏ କଥା ରାଜା ଶୁଣିଲା ପରେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ଠିକ୍ ଅଛି, ଚାଲନ୍ତୁ ସେଇ ବ୍ୟକ୍ତିକୁ ମୁଁ ଦେଖା କରିବି ଏବଂ ଦେଖିବା ସେ କେମିତି ହାତୀ ଲାଙ୍ଗୁଡ଼କୁ ଧରିକି ଅଟକାଇ ଦେଉଛି। ତାପରେ ରାଜା ତାକୁ ନେଇକି ଗଲେ, ସେଇ ଲୋକ ପାଖରେ ପହଞ୍ଚିଲେ ଏବଂ ହାତୀ ଅଣାଗଲା। ହାତୀ ଲାଙ୍ଗୁଡ଼କୁ ସେ ଜାବୁଡ଼ିକି ଧରିଲା ଏବଂ ହାତୀ କ'ଣ କଲା,
ତାକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା। ଏଇ ଦୃଶ୍ୟ ଦେଖିଲା ପରେ ରାଜାଙ୍କର ଆଉ କ'ଣ କଥା ରହିଲା ନାହିଁ। ରାଜାଙ୍କର ମାନ ସମ୍ମାନ ହାନି ହେଲା। କାରଣ ସେ ଏତେ ବଡ଼ ଆକାରରେ କହୁଥିଲେ ଯେ ମୋ ସୈନ୍ୟମାନେ କ'ଣ କରିବେ, ମୋ ଭିକାରୀ ଯେଉଁ ମୋ ପାଖରେ ଅଛନ୍ତି ସେମାନଙ୍କର ବଳ ଅଧିକା। ରାଜାଙ୍କୁ ଭାରି ଲଜ୍ଜିତ ଅନୁଭବ କରିବାକୁ ପଡ଼ିଲା। ରାଜା କ'ଣ କଲେ, ସେଇ ଭିକାରୀ ପଚାରିଲେ, ଆରେ ତୁ ତ ସେଇ ସମୟରେ ହାତୀକି ଅଟକେଇ ଦେଇଥିଲୁ, ଏବେ ତୋର ଅସୁବିଧା କ'ଣ ହେଲା? ସେ କହିଲେ, ଆଜ୍ଞା ବାସ୍ତବ କଥା କହିବି, ସେହି ସମୟରେ ମୋର ଟେନସନ୍ ବୋଲି କିଛି ନଥିଲା। ମୁଁ ଯାହା ଖାଉଥିଲି, ଯେଉଁଠି ମନ ଚାହୁଁଥିଲି ଶୋଉଥିଲି, ମୋ ମୁଣ୍ଡରେ ଟେନସନ୍ କିଛି ନଥିଲା। ମୁଁ ପୁରା ବିନ୍ଦାସ ଥିଲି, ପୁରା ଫ୍ରି ଥିଲି। ସେଥିପାଇଁ ମୋ ଦେହ ଭିତରେ ବଳ ଭରପୁର ଥିଲା, ମୋ ଦେହ ଭିତରେ ଉର୍ଜା ଭରପୁର ଥିଲା। କିନ୍ତୁ ରାଜ ଦରବାରକୁ ଆସିବା ପରେ ମୁଁ ଭଲ ଖାଉଛି, ଭଲ ପିନ୍ଧୁଛି, କିନ୍ତୁ କ'ଣ ମୋ ମୁଣ୍ଡରେ ଟେନସନ୍ ରହିଲା। ମୁଁ ଶୋଇବା ପୂର୍ବରୁ ଟେନସନ୍ ହେଲି, କେମିତି ସକାଳୁ ଶୀଘ୍ର ଉଠିବି, ଦୀପାଳି ଜାଳିବି, ସକାଳୁ ଶୀଘ୍ର ଉଠିବି, ଦୀପାଳି ଜାଳିବି। ମୋ ମୁଣ୍ଡ ଏନି ଟାଇମ୍ ଖାଲି ଟେନସନ୍ ଟେନସନ୍ ଟେନସନ୍। ମୁଁ ରାଜଦରବାରକୁ ଆସିଲା ପରେ ମୋ ମୁଣ୍ଡ ଖାଲି ଟେନସନ୍। ମୁଁ କିଭଳି ସକାଳ ହେବ, ମୁଁ ଦୀପାଳି ଜାଳିବି, କେବଳ ସକାଳ ହେବ, ଦୀପାଳି ଜାଳିବି। ସେଥିପାଇଁ ଆଜ୍ଞା ମୋ ଦେହରେ ଆଉ କୌଣସି ବଳ ନାହିଁ। ଟେନସନ୍ ମୋର ସବୁ ବଳକୁ ଖାଇଦେଲାଣି। ବାସ୍ତବ କଥା ନୁହେଁ ଆଜ୍ଞା? ମଣିଷ ବିଷ ପାନ କଲେ ମରେ ନାହିଁ, ଠିକ୍ ନା ନାହିଁ? ମଣିଷ ବିଷ ପାନ କଲେ ମରେ ନାହିଁ, କିନ୍ତୁ ଟେନସନ୍ ଟେନସନ୍ ଟେନସନ୍ରେ ମଣିଷ ରୋଗାକ୍ରାନ୍ତ ହୋଇଯାଏ। ମଣିଷ ରୋଗାକ୍ରାନ୍ତ ହୋଇଗଲେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ସହିତ ଶରୀର ମଧ୍ୟ ଆସ୍ତେ ଆସ୍ତେ ଅସୁସ୍ଥ ହୋଇଯାଏ। ଏ ଟେନସନ୍ ନେଇ ମଣିଷ ମୃତ୍ୟୁବରଣ ମଧ୍ୟ କରିଥାଏ। ସେଥିପାଇଁ ସଦାବେଳେ ଟେନସନ୍ ମଣିଷର ବଳ, ବୁଦ୍ଧି, ଜ୍ଞାନକୁ ବିନାଶ କରିଥାଏ। ଲାଇଫ୍ରେ ତ ଟେନସନ୍ ନଥିଲେ ଆମେ କିଛି କରିପାରିବା ନାହିଁ। ଠିକ୍ ଅଛି, ଆମେ ଟେନସନ୍ ମୁକ୍ତ ରହିବା ପାଇଁ ଆମେ ଭଗବତ ଚିନ୍ତନ କରିବା, ଠାକୁରଙ୍କ ପାଖରେ ସମର୍ପିତ ହେବା, ଠାକୁରଙ୍କୁ ମନେ ପକାଇବା। ତାହେଲେ ସେ ଭଗବାନ ମୋର ଜଗା, ଜୟ ଜଗନ୍ନାଥ, ମୋର ଜଗା ହିଁ ଆମର ଟେନସନ୍କୁ ଦୂର କରିପାରିବେ। ରହୁଛି, ନିଶ୍ଚୟ ଭାବେ ଏଇ ଗପଟି ଆପଣଙ୍କୁ ଭଲ ଲାଗିଥିବ। ଆଜିର ଗପର ଟ୍ୟାଗ୍ ଲାଇନ୍ ଟେନସନ୍। ମଣିଷ ବିଷ ପାନ କରି ମରେ ନାହିଁ, କିନ୍ତୁ ଟେନସନ୍ରେ ମରିଯାଇଥାଏ। ସମସ୍ତେ ଖୁସିରେ ରୁହନ୍ତୁ, ଟେନସନ୍କୁ ନିଅନ୍ତୁ ନାହିଁ। ସଦାବେଳେ ଟେନସନ୍କୁ ଦୂରରେ ରହିବା ପାଇଁ କାର୍ଯ୍ୟକ୍ରମ କରନ୍ତୁ। ତାହେଲେ ନିଜେ ସୁସ୍ଥ ରହିବେ, ନିଜେ ସୁସ୍ଥ ରହିବା ସହିତ ନିଜ ପରିବାର ସୁସ୍ଥ ରହିବ ଏବଂ ସମସ୍ତଙ୍କର ମଙ୍ଗଳ ହେବ। ରହୁଛି, ଜୟ ଜଗନ୍ନାଥ। ଗପଟି ଯଦି ଭଲ ଲାଗିଥାଏ ସେଇ ସୁଇଟ୍ ସ୍ମାଇଲ୍ ଏବଂ ଲାଇକ୍ ଏବଂ ସେୟାର। ଜୟ ଜଗନ୍ନାଥ।